ମାନେ ଦେଖନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାଟିଏ ଘଟିଲା ଏବଂ ଯୋଉଥିରେ କି ଆଜି ସକାଳେ ଯେହେତୁ ପହଡ଼ ଯେତେବେଳେ ଖୋଲିଲା ମହାପ୍ରଭୁଙ୍କର କାଲି ରାତି ପହଡ଼ ପଡ଼ିବା ପର୍ଯ୍ୟନ୍ତ ନୀତିକାନ୍ତି ଠିକ୍ ସମୟରେ ଥିଲା। କାହିଁକି ଅଧିକାଂଶ ସମୟରେ ମହାପ୍ରଭୁଙ୍କର ନୀତିକାନ୍ତି ଡେରି ହେବା କାରଣରୁ ରାତି ମହାପ୍ରଭୁ ଅନିଦ୍ରା ହୁଅନ୍ତି। କାଲି କିନ୍ତୁ 12ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରିକି ପହଡ଼ ବି ପଡ଼ିଲା ଏବଂ ସକାଳେ ପହଡ଼ ଖୋଲା ହେଲା ବେଳକୁ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିତରେ ଯେଉଁ ଥିଲା ଉତ୍କଣ୍ଠା ସେହି ଦୃଷ୍ଟିରୁ ଅନେକ ଲୋକ ସେଠି ତଳେ ପାରିକି ବସିଥିଲେ ଏବଂ ପଛପଟୁ ଯେତେବେଳେ ଭକ୍ତମାନେ ମାଡ଼ି ଆସିଲେ ପଛପଟୁ ଦର୍ଶନ କରିବା ପାଇଁ ପାଖରୁ ଟିକେ ସେତେବେଳେ ସେମାନଙ୍କୁ ଝୁଣ୍ଟିଛନ୍ତି, ସେମାନେ ସେଠି ପଡ଼ିଛନ୍ତି। ପଡ଼ିବା ପରେ ସେଭଳିଆ ଭାବରେ ଟିକେ ଅସୁବିଧା ହେଇଛି, ଯାହା ଫଳରେ କି ଦୁର୍ଭାଗ୍ୟଜନକ ଭାବରେ 3 ଜଣଙ୍କର ସେଥିରେ ଦେହାନ୍ତ ହେଇଛି। ବାକି ଆଉ ଯେଉଁମାନେ ଆହତ ହେଇଛନ୍ତି ସେମାନଙ୍କର ଆହତ ସାମାନ୍ୟ ଅଛି, ସେମାନେ ସୁସ୍ଥତା ଭିତରେ ଅଛନ୍ତି। ଯେଉଁ 6-7 ଜଣ ଏବେ ଡାକ୍ତରଖାନାରେ ବି ଚିକିତ୍ସିତ ହେଉଛନ୍ତି। ଆମେ ସେ ବାବଦରେ ସକାଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବି ବିଭିନ୍ନ ସ୍ତରର ଆଲୋଚନା ବିଭିନ୍ନ କ'ଣ ନିଷ୍ପତ୍ତି ନିଆଯିବ ସେ ବାବଦରେ କରିସାରିଛନ୍ତି।